आज रिवीजन क्लास न करके आमर अच्छी जन्माष्टमी। तो जन्माष्टमी ପାଇଁ जन्माष्टमी अच्छी मंगलवार। तो सन्नी आज टी रिवीजन करिया। रिवीजन मैंने आज टी डिस्कशन करिया जन्माष्टमी पर। काली जदि प्रभुजी कीर्तन क्लास न करिवे तार काली भी टी डिस्कशन करिया। आउ सोम और मंगलवार महाराज जन्माष्टमी विषय किसी कहे। जन्माष्टमी अच्छी मंगलवार सोमवार नहीं मंगलवार। जन्माष्टमी विषय रे बहुत लोगों टिके डाउट थाए। आपण मान भीतर जन्माष्टमी विषय की किसी जानछन 5 मिनिट लगे कहि परिबे। टाइम लिमिट 5 मिनिट्स किए कहि परिबे 5 मिनिट पाए जन्माष्टमी विषय रे हाथ टिकंतु तापर डिस्कशन करिया। ठीक अछि जगबंधु प्रभु 5 मिनिट्स 7:05 ହେଲା 7:10 जन्माष्टमी विषय जहाँ जानछन 5 मिनिट ପାଇଁ କୁହ। अनम्यूट करନ୍ତୁ। हम्म दंडवत प्रणाम प्रभु जी। दंडवत प्रणाम। जन्माष्टमी रे भगवान श्रीकृष्ण देवकी ଯଶୋଦାଙ୍କ ଦେବକୀ ଯଶୋଦାଙ୍କ ପାଖରେ ଆବିର୍ଭାବ ହୋଇଥିଲେ। ଆଉ ହଉଛି अच्छा ନନ୍ଦ ଯଶୋଦା। ଆଜ୍ଞା କୁହନ୍ତୁ କୁହନ୍ତୁ continue। ଭଗବାନ ଶ୍ରୀକୃଷ୍ଣ ଆବିର୍ଭାବ ହୋଇଥିଲେ ଆଉ ହଉଛି ଆଉ କୁହାଯାଏ ଆମ ଗୌଡୀୟ ବୈଷ୍ଣବ ଇଏରେ ନନ୍ଦ ଯଶୋଦାଙ୍କ କୂଳରୁ ସେ ଜନ୍ମ ଗ୍ରହଣ କରିଥିଲେ। ତାପରେ ଆଉ ସେ ଭଗବାନ ଶ୍ରୀକୃଷ୍ଣ ଧରାଧାମରେ ଏଥିପାଇଁ ଅବତରଣ କରିଥିଲେ କି ସେ ଦୁଷ୍ଟ ମାନଙ୍କୁ ସଂହାର କରି ଆଉ ସାଧୁ ମାନଙ୍କୁ ପାଳନ କରିବେ, ରକ୍ଷା କରିବେ। ଆଉ ଏଇ ଯୋଉ ଗୀତା ଶ୍ରୀମଦ ଭାଗବତ ଗୀତା ଯୋଉଟା କି ପ୍ରଥମେ ସେ ମନୁକୁ କହିଥିଲେ, ମନୁ ଇକ୍ଷ୍ୱାକୁ। ତାପରେ ଏଇଭଳି କାଳକ୍ରମରେ ଚାଲି ଆସିଥିଲା ସେ ଯୋଉ ଧର୍ମଟା ସେଟା ଲୁପ୍ତ ପ୍ରାୟ ହେଇଯାଇଥିଲା। ସେ ସେଟାକୁ ପୁଣି ଲୋକମାନଙ୍କୁ ଅର୍ଜୁନଙ୍କ ଦ୍ଵାରା ଆମକୁ ଜଣେଇବା ପାଇଁ ତାପରେ ଶ୍ରୀମଦ ଭାଗବତମ ବି ହେଲା। ସେ ଶ୍ରୀ ବ୍ୟାସଦେବ ଯେ ସତ୍ୟାବେଶ ଅବତାର ଭଗବାନଙ୍କର କୁହାଯାଏ ତାଙ୍କ ଦ୍ଵାରା ସେଟା ଲେଖା କରିଲେ। ଗଣେଶ ତ ଲେଖିଥିଲେ, ସେ ବ୍ୟାସଦେବ କହିଥିଲେ, ଗଣେଶ ଲେଖିଥିଲେ। ସେଟା ତାଙ୍କ ଦ୍ଵାରା ହେଇଥିଲା ଏପରି। ସେଥିପାଇଁ ସେ ଧରା ଅବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ। ତାପରେ ଆଉ 3 ମିନିଟ ଅଛି। ଆଜ୍ଞା ଆଉ 3 ମିନିଟ ଅଛି। ଆଉ ଭଗବାନ ଆମକୁ ଜଣେଇଲେ କି ଭଗବାନ ହଉଛନ୍ତି ସର୍ବଶ୍ରେଷ୍ଠ ଅବତାର। ଅବତାର ତ ନୁହଁ, ସେ ଅବତାରୀ ପୁରୁଷ। ତାଙ୍କ ଠାରୁ ସମସ୍ତ ଅବତାର ମାନେ ଆସିଛନ୍ତି, କିନ୍ତୁ ଭଗବାନ ହେଲେ ଭଗବାନ ମୂଳ, ଯେ କି ଯେପରିକି କରୁଣୋଦକ ସାଇ ବିଷ୍ଣୁ, ଗର୍ଭୋଦକ ସାଇ ବିଷ୍ଣୁ ସବୁ ତାଙ୍କ ଠାରୁ ଅବତରିତ। ଭଗବାନ ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ମୂଳତଃ ପ୍ରଥମେ ହିଁ ଥିଲେ। ତାପରେ ସେ ରାଧାରାଣୀଙ୍କୁ ସୃଷ୍ଟି କଲେ ତାଙ୍କର ବାମ ଅଙ୍ଗରୁ, ଦକ୍ଷିଣ ଅଙ୍ଗରୁ ଶ୍ରୀ ବଳରାମ ପ୍ରଭୁଙ୍କୁ। ତାପରେ ବଳରାମଙ୍କଠୁ ଆସିଥିଲା ଆମର କରୁଣୋଦକ ସାଇ ମହାବିଷ୍ଣୁ। ତାପରେ ଏପରି କାଳକ୍ରମରେ ସୃଷ୍ଟି ହେଲା। ତାପରେ ଭଗବାନ ଆସନ୍ତି, ସବୁ ଯୁଗରେ ଭଗବାନ ଆସିନଥାନ୍ତି। ଭଗବାନ ବେଳେ ବେଳେ ହିଁ କୌଣସି ଯୁଗରେ ଆସିଥାନ୍ତି। କାହିଁକି ନା ଭଗବାନ ସବୁ ଯୁଗରେ ଅବତରିତ ହୋଇନଥାନ୍ତି। ଭଗବାନ ଅବତରିତ ହେଲେ ତାଙ୍କର ମାଧୁର୍ଯ୍ୟ ଭାବର କୋଉ ଭଳିଆ ମାନେ ନାରାୟଣ କୋଠେ ଯୋଉ ଭଗବାନଙ୍କର ଯୋଉ ଚାରିଟା ଅଛି ଆମର ଅ ଲୀଳା ମାଧୁରୀ, ସେଇ ଚାରିଟା ମାଧୁରୀ ଏ ଅନ୍ୟ କାହାରି ଏପରିକି ନାରାୟଣଙ୍କ ପାଖରେ ମଧ୍ୟ ନାହିଁ। ମାଧୁର୍ଯ୍ୟ ଭାବର ଭକ୍ତ ଯେପରି ଗୋପୀ ମାନେ, ଆଉ ରାଧାରାଣୀ ତ ସେ ଭକ୍ତ ହେଲେ ମଧ୍ୟ ସେ ତ ତାଙ୍କର ଅଧା ଅଙ୍ଗ, ମାନେ ତାଙ୍କରି ଠାରୁ ହିଁ ସୃଷ୍ଟି। ତେଣୁ ରାଧାକୃଷ୍ଣ ଅଭିନ୍ନ ନୁହେଁ। ରାଧାକୃଷ୍ଣ ଭିନ୍ନ ନୁହନ୍ତି। ତେଣୁ
ସେ ତାଙ୍କର ଭକ୍ତି କରିବା ଭଲ। ଠିକ ଅଛି, ବହୁତ ବଢିଆ। ଆପଣ ଦିଟା ଜିନିଷ ବିଶେଷ କହିଲେ, ଜନ୍ମ ଦିଟା ଜାଗାରେ ହେଇଥିଲା ଆଉ ବଳଦେବଙ୍କ ବିଷୟରେ କହିଲେ, ବଳଦେବଙ୍କ ବିସ୍ତାର। ଠିକ ଅଛି, ତପସ୍ୱିନୀ ମାତାଜୀ କୁହନ୍ତୁ 5 ମିନିଟ୍ ପାଇଁ। ओम अज्ञानतिमिरदस्य ज्ञानञ्जनशलाकया चक्षुर्निमीलितं तस्मै श्रीगुरवे पञ्चलक्ष्मीप्रदस्य कृपा सिन्धुभैरवस्य पतितानां पावनेव वैष्णवी। भगवान गीतारे କହିଛନ୍ତି यदा यदा हि धर्मस्य ग्लानिर्भवति भारत अद्वितानाम् अधर्मस्य तदात्मानं सृजन्मः परित्राणाय साधूनां विनाशाय च दुष्कृतं धर्म संस्थापनार्थाय संभवामि युगे युगे। भगवान କହିଛନ୍ତି ଯେ ଯେତେବେଳେ ଧର୍ମର ଅଧର୍ମର ଆଧିକ୍ୟ ହୋଇଯାଏ ସେତେବେଳେ ସାଧୁ ମାନଙ୍କୁ କୃପା କରିବା ପାଇଁକା ଆଉ ଭକ୍ତ ମାନଙ୍କୁ ରକ୍ଷା କରିବା ପାଇଁକା ଧର୍ମର ସ୍ଥାପନା କରିବା ପାଇଁକା ଭଗବାନ ଯୁଗେ ଯୁଗେ ଅବତାର ନେଇଛନ୍ତି। ସାଧାରଣତଃ ଆମେ ଭାଗବତରେ ଦେଖିବା ଯେ ଯେତେବେଳେ ଧରଣୀ ମାତାଙ୍କ ଉପରେ ବହୁତ ଅତ୍ୟାଚାର ଅନ୍ୟାୟ ହେଲା, କଂସ ଭଳି ଦୁର୍ଜନ ଆଉ ବହୁତ ରାକ୍ଷସ ଗୁଣ ଯାହାକୁ କି ଭଗବାନ କୃଷ୍ଣ ଅବତାର ନେଇକି ବଧ କରିଛନ୍ତି, ସେମାନେ ସବୁ ବହୁତ ଅଧର୍ମ କର୍ମ କଲା ପରେ ଧରଣୀ ମାତା ଯାଇକି ବ୍ରହ୍ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ମତେ କଷ୍ଟରୁ ରକ୍ଷା କରନ୍ତୁ। ତାପରେ ବ୍ରହ୍ମଦେବ ଆଉ ସବୁ ଦେବତା ମାନେ ମିଶି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଭଗବାନଙ୍କୁ ପ୍ରାର୍ଥନା କଲା ପରେ ବ୍ରହ୍ମାଙ୍କୁ ଭଗବାନ କହିଛନ୍ତି ସ୍ୱପ୍ନାଦେଶ କରିଛନ୍ତି ଯେ ମୁଁ ଧରଣୀ ମାତାଙ୍କର ଦୁଃଖ ହରଣ କରିବି। ଆଉ ସବୁ ଦେବାଦେବୀ ସମସ୍ତେ ଯାଦବ ମାନଙ୍କ କୂଳରେ ଜନ୍ମ ହୁଅନ୍ତୁ, ମୁଁ ଯାଏ ଯାଦବ କୂଳରେ ଜନ୍ମ ହୁଏ। ତାପରେ ଭଗବାନ ଦେବକୀ ଆଉ ବସୁଦେବଙ୍କ ଗର୍ଭରେ ଅଷ୍ଟମ ଗର୍ଭରେ ଆସିବେ ବୋଲି ଭବିଷ୍ୟବାଣୀ କରାଇଛନ୍ତି। ଦେବକୀଙ୍କ ବିବାହ ସମୟରେ ଯେତେବେଳେ କଂସ ନେଇକି ଯାଉଛନ୍ତି, କଂସ ତ ଭଉଣୀ ଦେବକୀ କଂସ ନେଇକି ଯାଉଛନ୍ତି, ବାଟରେ ଶୂନ୍ୟ ବାଣୀ କରିଛନ୍ତି ଯେ ଯାହାର ରଥ ବହୁଛ ତାର ଅଷ୍ଟମ ଗର୍ଭରେ ମୁଁ ପ୍ରକଟ ହେବି ଏବଂ ତୋର ମୃତ୍ୟୁର କାରଣ ହେବ। ତାପରେ ଦେବକୀଙ୍କୁ କଂସ ବହୁତ ନିର୍ଯାତନା ଦେଇଛନ୍ତି ଆଉ ତାଙ୍କର ବହୁତ ପ୍ରକାର, ଏଇଟା ତ ଭାଗବତରେ ବ୍ୟାଖ୍ୟା ସମସ୍ତେ ଜାଣିଥିବେ, ତାଙ୍କର 6ଟି ପୁତ୍ରଙ୍କୁ କେମିତି ବଧ କରିଛନ୍ତି କଂସ। ଆଉ ତାପରେ ସପ୍ତମ ଗର୍ଭରେ ଆସିଛନ୍ତି ବଳଦେବ ପ୍ରଭୁ। ସପ୍ତମ ଗର୍ଭକୁ ଯୋଗମାୟା ଦ୍ଵାରା ଭଗବାନଙ୍କ ନିର୍ଦ୍ଦେଶରେ ସଂକର୍ଷିତ କରି ରୋହିଣୀ ମାତାଙ୍କ ଗର୍ଭରେ ସ୍ଥାପନା କରାଯାଇଛି। ସେଥିପାଇଁ ବଳଦେବଙ୍କର ଅନ୍ୟ ନାମ ମଧ୍ୟ ସଂକର୍ଷଣ ପ୍ରଭୁ। ତାପରେ କୃଷ୍ଣ ନିଜେ ପ୍ରକଟ ହେଇଛନ୍ତି ଭାଦ୍ରବ ମାସର ଅଷ୍ଟମୀ ତିଥି, ଅଷ୍ଟମୀ ତିଥିର ରାତ୍ର 12ଟା ସମୟରେ ଏବଂ ରୋହିଣୀ ନକ୍ଷତ୍ରରେ। ଭାଗବତ ଅନୁସାରେ ତ କୃଷ୍ଣ ପ୍ରକଟ ହେଇଛନ୍ତି, ଜନ୍ମ ହେଇଛନ୍ତି ଦେବକୀଙ୍କ ଉଦରରୁ ବୋଲି ଲେଖା ଅଛି। କିନ୍ତୁ ମୁଁ ଏବେ ମହାରାଜାଙ୍କ ଠାରୁ ମାନେ ଶୁଣିଲା ପରେ ମହାରାଜାଙ୍କ କଥା ଅନୁସାରେ ମାନେ କୃଷ୍ଣ ପ୍ରକଟ ହେଇଛନ୍ତି ବନ୍ଦିଶାଳାରେ, କିନ୍ତୁ ଜନ୍ମ ନେଇଛନ୍ତି ଯଶୋଦା ମାତାଙ୍କ ଗର୍ଭରୁ। ମୁଁ ଟିକେ ସେୟା ଭିତରେ କନଫ୍ୟୁଜ ଅଛି, ତାପରେ କହିପାରିବିନି, କିନ୍ତୁ ଭଗବାନ ହେଲା ଜନ୍ମ ନେଇଛନ୍ତି ଆଉ ସେଇ ଦିନକୁ ତ ଆମେ ଜନ୍ମାଷ୍ଟମୀ ଭାବେ ପାଳନ କରୁଛୁ। ଆଉ ହେଲା ଭଗବାନ ଜନ୍ମ ନେଲା ପରେ ଗୋପରେ ସାଧାରଣତଃ ତାଙ୍କର ଭକ୍ତ ମାନଙ୍କ ପାଇଁ ଲୀଳା କରିବା ପାଇଁ ରହିଛନ୍ତି ଯାଇ ଏବଂ ଗୋପୀ ମାନଙ୍କୁ ମାନେ ଆଜ୍ଞା ଭଗବାନଙ୍କର ଜନ୍ମଟା ଆମର ଭାଗବତରେ ବର୍ଣ୍ଣନା ଅଛି ଯେ ଦେବକୀଙ୍କ ଗର୍ଭରେ ସେ 9 ମାସ ରହିଛନ୍ତି। ତାପରେ ଜନ୍ମାଷ୍ଟମୀ ଦିନ ରାତିରେ ଜନ୍ମ ହେଇଛନ୍ତି
ଜନ୍ମ ହେଇଛନ୍ତି ଆଉ ତାଙ୍କୁ ପ୍ରସବ ଯନ୍ତ୍ରଣା ମଧ୍ୟ ହେଇଛି, କିନ୍ତୁ ତାଙ୍କ ଯୋଉ ଚତୁର୍ଭୁଜ ରୂପ ପ୍ରକଟ ପାଇଁକା ସେ ହେଲା ବସୁଦେବ ଆଉ ଦେବକୀ ପ୍ରାର୍ଥନା କରିଛନ୍ତି ତାଙ୍କର ସ୍ୱରୂପ ଦର୍ଶନ ପାଇଁକା, ସେ ପ୍ରକଟ କରେଇଛନ୍ତି। ତାପରେ ବସୁଦେବ ତାଙ୍କୁ ନେଇକିରି ଯାଇଛନ୍ତି, ଯୋଉ ମାନେ ନେଇକି ଯାଇଛନ୍ତି ତାଙ୍କୁ ତାଙ୍କ ଭଗବାନଙ୍କ ଆଦେଶରେ ନେଇକିରି ଉପରେ ଛାଡିବା ପାଇଁ। ଆଉ ଗଲାବେଳେ ବାଟରେ ହେଲା ତାଙ୍କୁ ଉଗ୍ରସେନ ମଧ୍ୟ ଦେଖା ହେଇଛନ୍ତି। ଉଗ୍ରସେନଙ୍କୁ ଉଗ୍ରସେନ ବି ତାଙ୍କର ଭକ୍ତ ଥିଲେ, ଆଉ ସେଥିପାଇଁ ଉଗ୍ରସେନକୁ ମଧ୍ୟ ସେ ତାଙ୍କର ଶଙ୍ଖ ଚକ୍ର ଗଦା ପଦ୍ମ ରୂପ ଦର୍ଶନ କରେଇଛନ୍ତି। ତାପରେ ତାପରେ ହେଲା ଗଲା ବେଳେ ଯମୁନା ନଦୀ ମଧ୍ୟ ତାଙ୍କୁ ତାଙ୍କ ଚରଣ ସ୍ପର୍ଶ ପାଇଁକା ବହୁତ ବହୁତ ତୀବ୍ରରେ ଆସୁଥିବା ବେଳେ ଭଗବାନ ଚରଣ ସ୍ପର୍ଶ ପରେ ସେ ତାଙ୍କୁ ବାଟ ଦେଇଛନ୍ତି ଯିବା ପାଇଁ ବସୁଦେବଙ୍କୁ। ଆଉ ହେଲା ଅନନ୍ତ ଯିଏକି ବର୍ଷା ରାତିରେ ଭଗବାନଙ୍କୁ ହେଲା ବର୍ଷାରୁ ରକ୍ଷା କରି କରି ଭଗବାନଙ୍କୁ ଆଉ ବସୁଦେବଙ୍କୁ ନେଇକି ଗୋପରେ ପହଞ୍ଚେଇଛନ୍ତି। ଆଉ ତାପରେ ଗୋପରେ ଲୀଳା କରିଛନ୍ତି, ତାପରେ ଜନ୍ମ ହେବା ପରେ ଆଉ ଭଗବାନ କୃଷ୍ଣ ଗୋପରେ ରହି ଗୋପରେ ଲୀଳା କରିଛନ୍ତି। ଆଉ ଭଗବାନଙ୍କର ସେଇ ଦିନକୁ ଆମେ ଜନ୍ମାଷ୍ଟମୀ ରୂପେ ପାଳନ କରୁଛେ ଆଉ। ଆଉ ମୋର ଟିକେ ଆକ୍ଚୁଆଲି ଡାଉଟ ସେଇ ଜିନିଷ ଭିତରେ ଥିଲା, ମୁଁ ପଚାରିଥିଲି ତ ଗୋଟେ ଥର, ଆଉ ଏଯାଏଁ ଟିକେ ରହିଛି ଆଉ। ଠିକ ଅଛି ମହାରାଜ, ବହୁତ ବହୁତ ମାତାଜୀ। ଆଜ୍ଞା ସେଇଟା ସମସ୍ତଙ୍କର ପ୍ରାୟ ଡାଉଟ ରହିଛି। ଆଜ୍ଞା। ଠିକ ଅଛି, ଆପଣ ତାପରେ କୁହନ୍ତୁ। ତାପରେ ଆଜି ଆମେ ଯୋଉ ମାନେ ମଙ୍ଗଳବାର ପାଳନ କରିବା, ସୋମବାର ହେଲା ସବୁଠାରେ ପାଳନ କରୁଛନ୍ତି, ସେଇଟା ଟିକେ ଆମର ପଚାରିବାର ଥିଲା। ଠିକ ଅଛି, ବହୁତ ବଢିଆ। ଆପଣ କିଛି କିଛି ପଏଣ୍ଟ କହିଲେ, ଯେମିତି କିି ଆଜ୍ଞା। ଜନ୍ମ ବିଷୟରେ, ଦିଟା ଜାଗାରେ ଜନ୍ମ ହେଇଥିଲେ। ତାପରେ ମୁଁ ପ୍ରଥମେ ଭାବୁଥିଲି କାହିଁକି ଆଜ୍ଞା, ମୁଁ ପ୍ରଥମେ ଭାବୁଥିଲି ଯେ ଭଗବାନ କେବଳ ହେଲା କାରାଗାରରେ ଜନ୍ମ ହେଇଥିଲେ, ଯଶୋଦା ମାତାଙ୍କ ପାଖରେ ପାଳନ ପାଇଁ ଆସିଥିଲେ, କିନ୍ତୁ ହେଲା ଏବେ ମୁଁ ଭାବି ପାରୁଛି ଯେ ସେମାନେ ସିଏ ଗୋପରେ ବି ଜନ୍ମ ହେଇଛନ୍ତି। ଗୋପରେ ଜନ୍ମ ହେଇଛନ୍ତି କାହିଁକିନା ଭଗବାନଙ୍କ ପାଖରେ କିଛି ହେଲା ଅସମ୍ଭବ ନୁହେଁ, କାହିଁକିନା ସେ ଆସିକି କାରାଗାରରୁ ଯୋଉ କୃଷ୍ଣ ଆସିଥିଲେ, ଗୋପରେ ଯୋଉ କୃଷ୍ଣ ଥିଲେ ତା ସହିତ ମିଳିତ ବି ହେଇପାରିବେ। ସେମିତି ନାହିଁ ଯେ ମାନେ ସେ ଦିଟା ଶରୀର ଗୋଟେ ଦେହ ହେଇପାରିବନି, ସେମିତି ତ ହେଇପାରିବ, ଭଗବାନଙ୍କ ପାଖରେ ସମ୍ଭବ ହେଇପାରିବ। ଯେ କାରାଗାରରେ ସିଏ ବି ଜନ୍ମ ହେଇଥିଲେ ନା ନାହିଁ, ସେଇ ଜିନିଷ ଉପରେ ମୁଁ ଠିକ ଅଛି, ଏଇଟା ଆଲୋଚନା କରିବା। ଆଜ୍ଞା। 4 ଦିନ ଯାଏ ତ ଆଲୋଚନା ଅଛି, ଯୋଉ ଗୋଟେ ଗୋଟେ ଜିନିଷ ସବୁ ଆଲୋଚନା କରିବାକୁ ଚେଷ୍ଟା କରିବା। ମହାରାଜ ବି ଲାଷ୍ଟ ଜିନିଷ କହିବେ, ସେ ସବୁ ଜିନିଷ ଆଉ ଟିକେ ଭଲସେ କ୍ଲିୟର କରିବେ। ଧନ୍ୟବାଦ। ତାହେଲେ ଆଜ୍ଞା ମେନଲି ସମସ୍ତଙ୍କର ଆକ୍ଚୁଆଲି ଖାଲି ଆମର ନୁହଁ, ଗୌଡୀୟ ବୈଷ୍ଣବ ଧାରାରେ ଯୋଉମାନେ ଆସିନାହାନ୍ତି, ସେଟା ସମସ୍ତଙ୍କର ହିଁ ପ୍ରୋବ୍ଲେମ, ମାନେ ଡାଉଟ ଅଛି ଯେ ଭଗବାନ ମଥୁରାରେ ଆବିର୍ଭାବ, ଯୋଉ ଜନ୍ମାଷ୍ଟମୀ ହଉଛି, ଜନ୍ମାଷ୍ଟମୀର ମାନେ କଣ? କୃଷ୍ଣ ଜନ୍ମାଷ୍ଟମୀ। ଜନ୍ମାଷ୍ଟମୀ ମାନେ ଆମେ ଯୋଉ ପାଳନ କରୁଛେ ସେଟା ହେଲା କୃଷ୍ଣ ଜନ୍ମାଷ୍ଟମୀ, ବାସୁଦେବ ଜନ୍ମାଷ୍ଟମୀ ନୁହଁ। ବାସୁଦେବ କୃଷ୍ଣ ଯିଏ କି ମଥୁରାରେ ଆବିର୍ଭାବ ହେଇଥିଲେ, ସେ ଆବିର୍ଭାବ ହେଇଥିଲେ, ସେ ଜନ୍ମ ଗ୍ରହଣ କରିନଥିଲେ। ଆଉ ଶାସ୍ତ୍ରରେ ପ୍ରମାଣ ଅଛି ଯେ କୃଷ୍ଣ ଆମର ଯଶୋଦା ମାଙ୍କ ଠାରୁ ବ୍ରଜରେ, ଗୋକୁଳରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ନାଡି ଛେଦନ ସଂସ୍କାର ହେଇଥିଲା। ନାଡି ଛେଦନ ସଂସ୍କାର ଯୋଉଠି ହେଇଥିଲା, ସେ ଗୋଟେ ସ୍ଥାନ ଅଛି, ସେଠି ଆମେ ବୃନ୍ଦାବନ ପରିକ୍ରମା କଲେ ସେଠିକି ଯାଉ ଦର୍ଶନ କରିବାକୁ। କିନ୍ତୁ ଶାସ୍ତ୍ରରେ ସମ୍ପୂର୍ଣ୍ଣ ରୂପେ ଅଛି ଯେ ଯୋଉ ନନ୍ଦସ୍ତୁ ଆତ୍ମଜ ଉତ୍ପୀୟତେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆତ୍ମଜ ମାନେ କି ନନ୍ଦଙ୍କର ଆତ୍ମାରୁ ଉତ୍ପନ୍ନ। ନିଜର ପୁତ୍ରଙ୍କୁ କହନ୍ତି ଯେ ଆତ୍ମଜ ବୋଲି। କିନ୍ତୁ ବସୁଦେବଙ୍କର ଯୋଉ ଆବିର୍ଭାବ ହେଇଥିଲେ, ସିଏ ଯୋଉ ମଥୁରାରେ କଣ କରିଥିଲେ ନା ପ୍ରଥମେ ବସୁଦେବଙ୍କର ହୃଦୟରେ ପ୍ରକଟ ହେଇଥିଲେ। ସିଏ ବସୁଦେବଙ୍କ ହୃଦୟରୁ ପ୍ରକଟ ହେଇକି ତାପରେ କଣ କଲେ ନା ଦେବକୀଙ୍କ ହୃଦୟକୁ ଗଲେ, ତାପରେ ତାଙ୍କର ଗର୍ଭକୁ ଆସିଥିଲେ। ତାପରେ ସେଠୁ କଣ ଚତୁର୍ଭୁଜ ରୂପ ନେଇକି, 16 ବର୍ଷ ବୟସର ଚତୁର୍ଭୁଜ ରୂପ ନେଇକି ସେଠି ପ୍ରକଟ ହେଇଥିଲେ। ଶଙ୍ଖ, ଚକ୍ର, ଗଦା, ପଦ୍ମ ସବୁ ଧାରଣ କରିଥିଲେ। ତେଣୁ ମଥୁରାରେ ସେ କଣ କରିଥିଲେ, ଆବିର୍ଭାବ ହେଇଥିଲେ, ଜନ୍ମ ଗ୍ରହଣ କରିନଥିଲେ।
ଦିଟା ଜାଗାରେ ସେ ଜନ୍ମ ଡାଇରେକ୍ଟ ମାନେ ଗୋଟେ ହେଲେ ଆବିର୍ଭାବ ହେଇଥିଲେ, ସେଟା ହେଲେ ବସୁଦେବ କୃଷ୍ଣ, ଏ ଯୋଉ ବସୁଦେବ ମଥୁରାରେ। ଆଉ ଜଣେ ହେଲେ କୃଷ୍ଣ ଯିଏକି ଜନ୍ମଗ୍ରହଣ କରିଥିଲେ, ସିଏ ହେଲେ ବ୍ରଜରେ। ତେଣୁ ଯେତେବେଳେ ଆବିର୍ଭାବ ହେଇସାରିଲେ, ତାପରେ ତାଙ୍କୁ ବାସୁଦେବ ମହାରାଜ ତାଙ୍କୁ ନେଇକି ବନ୍ଦିଶାଳାରୁ ନେଇକି କୋଉଠିକି ଗଲେ? ଗୋକୁଳକୁ ଗଲେ। ଯମୁନା ଦେଇକି ଗଲେ। ଆପଣ ଯୋଉ କହିଲେ ଯମୁନାରେ ଯମୁନା ନଦୀ ତାଙ୍କ ଚରଣ ସ୍ପର୍ଶ କଲେ। ପ୍ରଥମେ ସେ ଯୋଉ ଆବିର୍ଭାବ ହେଲେ, ସେ ନିଜର ରୂପ କାହିଁକି ଦେଖେଇଲେ ସମସ୍ତଙ୍କୁ? ଯୋଉ ପ୍ରଥମେ ତା ପୂର୍ବରୁ ସିଏ ଥିଲେ ଯୋଉ ଆମର ଦ୍ରୋଣ ଆଉ ନାଇଁ, ଦ୍ରୋଣ ଧରା ନୁହଁ, ବୃଷ୍ଣି ସୁତପା ଥିଲେ ପୂର୍ବ ପୂର୍ବ ଜନ୍ମରେ। ତପସ୍ୟା କରୁଥିଲେ, ବହୁତ କଠୋର ତପସ୍ୟା କରୁଥିଲେ। ଶୁଖିଲା ପତ୍ର ଖାଇକି, ତାପରେ ଖାଲି ବାୟୁ ଆହାର କରିକି ବହୁତ କଠିନ ତପସ୍ୟା କଲେ। ଭଗବାନ ତାଙ୍କୁ ପ୍ରସନ୍ନ ହେଇକି କହିଥିଲେ ଯେ କଣ ବର ମାଗୁଛୁ ମାଗ। ସେ କହିଥିଲେ ଯେ ଆମେ ବାସୁଦେବଙ୍କୁ, ଭଗବାନ ମାନେ ବାସୁଦେବଙ୍କୁ ସେ ତପସ୍ୟା କରୁଥିଲେ। ତାଙ୍କୁ ବର ଦେଇଥିଲେ ଯେ ମୁଁ ତୁମର ସନ୍ତାନ ହେବି। କହିଲେ ମୋ ଭଳିଆ ତ କେହି ନାହିଁ, ଆଉ କି ମୋ ସମାନ କେହି ନାହିଁ, କି ମୋଠୁ ଅଧିକ କେହି ନାହିଁ, ତେଣୁ ମୁଁ ହିଁ ତୁମର ସନ୍ତାନ ହେବି। ସେ ଯେତେବେଳେ କହିଥିଲେ ଯେ ଆପଣଙ୍କ ଭଳିଆ ସନ୍ତାନ ଦରକାର। ତାପରେ ଜନ୍ମରେ ସିଏ ତାପରେ ତାଙ୍କର ଯେତେବେଳେ ଆସିଥିଲେ କଶ୍ୟପ ଆଦିତି ହେଇକି, ସେତେବେଳେ ସେ ତାଙ୍କର ପୁଅ ହେଇକି ଜନ୍ମଗ୍ରହଣ କରିଥିଲେ। କଣ ହେଇଥିଲେ? ତାଙ୍କ ନାଁ ଥିଲା ବାମନ, ଉପେନ୍ଦ୍ର। ତାପରେ ଜନ୍ମରେ ନିଜେ ନିଜେ ଯେତେବେଳେ ମଥୁରାରେ ତାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଛନ୍ତି, ମାନେ ଆବିର୍ଭାବ ହେଇଛନ୍ତି। ସେଥିରେ ଆବିର୍ଭାବ ହେଲେ ସେ ତାଙ୍କ ଯୋଉ ରୂପକୁ କାହିଁକି ଦର୍ଶନ କରେଇଲେ? କାହିଁ ବାଳକ ହେଇକି ପ୍ରଥମେ ଆସିଲେନି? ସେ କାହିଁକି 16 ବର୍ଷ ବୟସରେ ହେଇକି ଶଙ୍ଖ ଚକ୍ର ଗଦା ପଦ୍ମ ଧରିକି କାହିଁକି ଆବିର୍ଭାବ ହେଲେ? ଦିଟା ଜିନିଷ ଯୋଗୁ। ପ୍ରଥମେ ତ ତାଙ୍କୁ ମନେ ପକେଇଦେଲେ ଯେ ତୁମେ ଯୋଉ ତପସ୍ୟା କରିଥିଲ, ସେ ତପସ୍ୟା ଯୋଗୁ ଆଜି ମତେ ପ୍ରାପ୍ତ ହେଲ। ଦୁଇରେ, ତାଙ୍କର ଭୟଟା ଯୋଉ ଥିଲା, ଭୟଟା ଦୂର ହେଇଯିବ। ଯେତେବେଳେ ମୋର ଏ ଐଶ୍ୱର୍ଯ୍ୟମୟ ରୂପ ଦେଖିବେ, ତାଙ୍କର ଭୟ ଦୂର ହେଇଯିବ। ତାପରେ ମୁଁ ଯାହା କହିବି ସେଟା ମାନିବେ। ମୁଁ ଯାହା କହିବି ମାନେ ସେ ଏବେ କହିବେ ଯେ ମତେ ନେଇକି ଯାଅ କୋଉଠି? ଗୋକୁଳକୁ। ତାପରେ ସେ ଯଦି ଭଗବାନଙ୍କର ସେ ଐଶ୍ୱର୍ଯ୍ୟମୟ ରୂପ ଦେଖିବେ, ଜାଣିବେ ଯେ ଇଏ ହେଲେ ଭଗବାନ। ତେଣୁ ତାଙ୍କର ଭୟ ଦୂର ହେଇଯିବ, ଆଉ ତାଙ୍କ କଥା ମାନିକି ତାଙ୍କୁ ନେଇକି ଯିବେ। ତେଣୁ ସେ ରୂପ ଦେଖେଇଲେ ତାଙ୍କୁ ମନେ ପକେଇ ଦେବାକୁ, ତାଙ୍କ ଭୟ ଦୂର କରିବାକୁ, ଆଉ ସେ ଯାହା କହିବେ ତାଙ୍କ କଥା ଶୁଣିବାକୁ। ତାପରେ ସେ ବସୁଦେବ ମହାରାଜ ତାଙ୍କୁ ନେଇକି ଗଲେ। ନେଇକି ଗଲା ପରେ ଯେତେବେଳେ ଗୋକୁଳକୁ ଗଲେ, ଗୋକୁଳକୁ ଗଲା ପରେ ସେଠି ଯଶୋଦା ମା ଦି ଜଣଙ୍କୁ ଜନ୍ମ ଦେଇଥିଲେ। ଗୋଟେ ହେଲେ କୃଷ୍ଣଙ୍କୁ, ଆଉ ଜଣେ ହେଲେ ଯୋଗମାୟାଙ୍କୁ। କୁହାଯାଏ ଯେ ଯୋଗମାୟାଙ୍କଠୁ କୃଷ୍ଣ ଗୋଟେ କ୍ଷଣରେ ଅଧିକ ମାନେ ବଡ ଥିଲେ, ଅଳ୍ପ କିଛି ସମୟ ବଡ ଥିଲେ। ସେଠି ସିଏ ଯେତେବେଳେ ଗଲେ, ସେ ଖାଲି ଯୋଗମାୟାଙ୍କୁ ଦେଖି ପାରୁଥିଲେ। ଯୋଗମାୟାଙ୍କ ମାୟା ବଳରେ ସେ କୃଷ୍ଣଙ୍କୁ ଆଉ ଦର୍ଶନ କରିପାରୁନଥିଲେ। ତାପରେ ସିଏ ନେଇକି ସେଠି ଯେତେବେଳେ ବାସୁଦେବ କୃଷ୍ଣଙ୍କୁ ସେଠି ରଖିଲେ, ତାପରେ ବାସୁଦେବ କୃଷ୍ଣଙ୍କ ସାଥିରେ ମିଶିଗଲେ, ଆଉ ସେ ଯୋଗମାୟାକୁ ନେଇକି ଆସିଲେ ସେଠୁ। ଯେ ଯେମିତି କେମିତି ମିଶିଗଲେ, ଯେମିତି ବଳରାମ ଆମର ଯେମିତି ଶଙ୍କର ଯୋଉ 6 ମାସରେ ଯେତେବେଳେ ହେଇଥିଲେ, ହୁଁ, ଯୋଉ ଦେବକୀଙ୍କ ଗର୍ଭରେ, ସେତେବେଳେ ସେ ରୋହିଣୀଙ୍କ ଗର୍ଭକୁ କର୍ଷଣ କରିକି ନେଇଥିଲେ ନା। ସେତେବେଳେ ବଳରାମ ବି ଦେବକୀଙ୍କ ଗର୍ଭରେ, ରୋହିଣୀଙ୍କ ଗର୍ଭରେ ଥିଲେ। ମୂଳ ବଳରାମ ଯେତେବେଳେ ଏଠି ଯେତେବେଳେ ଦେବକୀଙ୍କ ଗର୍ଭରୁ 6 ମାସର ଯେତେବେଳେ ସେ ହେଇଥିଲେ, ତାଙ୍କ ଗର୍ଭରୁ ଟାଣିକି ନେଇକି ସେଠି ସ୍ଥାପନ କଲେ। ସେ ଯେମିତି ମୂଳରେ ବଳରାମ ସହିତ ମିଶି ଯାଇଥିଲେ, ସେମିତି ବାସୁଦେବ କୃଷ୍ଣ ବି ଆମର ଯଶୋଦା କୃଷ୍ଣଙ୍କ ହାତରେ ମିଶି ଯାଇଥିଲେ। ସେଥିପାଇଁ ତାଙ୍କୁ କୃଷ ନ କହନ୍ତି, ଯେ ଆକର୍ଷଣ କରିପାରେ, କିନ୍ତୁ ତାଙ୍କ ହାତରେ ସେଟା ମିଶି ଯାଇଥିଲେ। ତେଣୁ ଏଠି ଦିଟା ଜିନିଷ ଅଛି। ଆମେ 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 କଣ ଗୌଡୀୟ ବୈଷ୍ଣବ ମାନେ କୋଉ ତିଥି ପାଳନ କରୁଛେ? ଆମେ ବାସୁଦେବ କୃଷ୍ଣଙ୍କର ଆବିର୍ଭାବ ତିଥି ପାଳନ କରୁନୁ। ଗୌଡୀୟ ବୈଷ୍ଣବ ମାନେ ଆମେ ଯଶୋଦା କୃଷ୍ଣ ଯିଏ ମୂଳ କୃଷ୍ଣ, ତାଙ୍କର ଜନ୍ମ ଉତ୍ସବ ପାଳନ କରୁଛୁ, ଜନ୍ମାଷ୍ଟମୀ। ଠିକ ଅଛି, ଏଇ ଜିନିଷଟା ପୁରା କ୍ଲିୟର ହବାର ଅଛି। ଆଉ କଣ ପଚାରୁଛନ୍ତି ତ ପ୍ରଶ୍ନ ହାତରେ? ଟିକେ ହରେ କୃଷ୍ଣ। ଆଜ୍ଞା, ବୁଝିପାରିଲେ ନା? ନା, ମୋର ଶୁଣନ୍ତୁ, ଭାଗବତରେ ଲେଖା ଅଛି ଯେ ଦେବକୀଙ୍କର ଯେତେବେଳେ ଗର୍ଭ ଯନ୍ତ୍ରଣା ବି ହେଇଛି, ତାଙ୍କୁ ଗର୍ଭ ଯନ୍ତ୍ରଣା ହେଇଛି, ଆଉ ତାଙ୍କର ପ୍ରସବ ମଧ୍ୟ ହେଇଛି। ପ୍ରସବ ହେଲା ପରେ ସେ ଯେତେବେଳେ ଛୋଟ ଶିଶୁ ଯେତେବେଳେ ଜନ୍ମ ହେଲେ, ବନ୍ଦୀ ଗୃହର ଯୋଉ ଅନ୍ଧାର ଥିଲା ସେଇଟା ପୁରା ଆଲୋକିତ ହେଇଯାଇଛି। ଆଲୋକିତ ହେଲା ପରେ ବସୁଦେବ ତାଙ୍କୁ ଦେଖିଛନ୍ତି ଯେ ଦେବକୀ ସେତେବେଳେ ମୂର୍ଚ୍ଛିତ ଅଛନ୍ତି।
ବସୁଦେବ ଦେଖିଲା ପରେ ତାଙ୍କୁ ମନେ ମନେ ସେ ଭାବିଛନ୍ତି ଏମିତି ଗୋଟେ ଦିବ୍ୟ ପୁତ୍ର ମୋର ଜନ୍ମ ହେଇଛି, ତ ଆକୁ ଆସି କଂସ ନେଇଯିବ, ମାରିଦବ। ଆଉ ମନେ ମନେ ଲକ୍ଷେ ଧେନୁ ଉତ୍ସର୍ଗ କରିଛନ୍ତି, ମୁଁ ଦାନ କରିବି ଏତିକି ଧେନୁ, ଭଗବାନ ଆକୁ ବଞ୍ଚେଇ ଦିଅ। ତାପରେ ପୁଣି ତାଙ୍କୁ ମାନେ ମାୟା ମୋହିତ ହେଇଯାଇଛନ୍ତି। ତାପରେ ପୁଣି ଭଗବାନଙ୍କୁ ସେ ପ୍ରାର୍ଥନା କରିଛନ୍ତି। ତାପରେ ଭଗବାନ ଦିବ୍ୟ ରୂପ ତାଙ୍କର ଯୋଉ ଚତୁର୍ଭୁଜ ରୂପ ଦର୍ଶନ କରିଛନ୍ତି ବୋଲି। ସେଇ ଜିନିଷଟା ମାନେ ମୁଁ କ୍ଲିୟର ହେଇପାରୁନି ଯେ ପୁରା ଖାଲି ଆବିର୍ଭାବ ହେଇଛନ୍ତି, ଜନ୍ମ ହେଇନାହାନ୍ତି ଯୋଉ ଜିନିଷଟା, ସେଇ ଜିନିଷଟା କ୍ଲିୟର ହେଇପାରୁନି। ତାପରେ ହେଲା ଗୋପରେ ଯାଇକି ତ ଇଏ କରିଛନ୍ତି। ଗୋପରେ ଯୋଉ ଜନ୍ମ ହେଇଥିବା କୃଷ୍ଣ ଯୋଉ ଜନ୍ମ ହେଇଛନ୍ତି, ଆମର ଜନ୍ମ ଉତ୍ସବ, ଆମେ ନନ୍ଦ ଉତ୍ସବ ଏଇ ଯୋଉ ଜନ୍ମାଷ୍ଟମୀ ପାଳନ କରିବା, ତାର ସମୟ କଣ ଏଇ ସମୟ ସହିତ ସମାନ ନା ଅଲଗା? ଏଇ ସମୟ ସମାନ। ଏଇ ସମୟ ସହିତ ସମାନ। ତ ଆମେ କାହିଁକି ହୁଁ ପରଦିନ କରି ଆମେ ମାନେ ଜନ୍ମ ଉତ୍ସବଟା ତା ପରଦିନ ପାଳନ କରା ହୁଏ ବୋଲି ନା ନା ନା, 12ଟା ପରେ ବୋଲି? ଜନ୍ମ ହେଲା ତା ପରଦିନ, ସେଦିନ ତ ରାତି 12ଟାରେ ଜନ୍ମ ହେଲେ, ଉତ୍ସବ କୋଉ ନ କରିବେ ତାପରଦିନକୁ ନନ୍ଦୋତ୍ସବ କୁହାଯାଏ। କିନ୍ତୁ ଜନ୍ମାଷ୍ଟମୀଟା ପଡେ ତା ପୂର୍ବ ଦିନ ରାତି 12ଟାରେ। ଆଉ ତାପରେ ଆଉ ଗୋଟେ କ୍ୱେଶ୍ଚିନ୍ ହେଲା, ସାଧାରଣତଃ ଆମେ ମାନେ ଓଡିଶାରେ ଅଛି କି ସବୁଠି ଅଛି ମୁଁ ଜାଣିନି, କିନ୍ତୁ କୁହାଯାଏ ଯେ ଜନ୍ମ କଲା ମା ଠାରୁ ପାଳନ କରିବା ମା ହେଲା ବେଶୀ ଶ୍ରେଷ୍ଠ। କାହିଁକି ମାନେ ଉଦାହରଣ ଟା ଦିଆ ହୁଏ କୃଷ୍ଣଙ୍କ ପାଇଁ, କାହିଁକିନା କୃଷ୍ଣଙ୍କର ପାଳିତ ମା ହଉଛନ୍ତି ଯଶୋଦା ଦେବୀ, ଆଉ ହେଲା ଜନ୍ମ କଲା ମା ହଉଛନ୍ତି ଦେବକୀ ଦେବୀ। ଆଉ ସେଥିପାଇଁ ଯଶୋଦା ମାତାଙ୍କୁ ସବୁଠି ଉପରେ ରଖା ହେଇଛି। ମାନେ ତାଙ୍କର ଯଶୋଦାଙ୍କ ମା ତାଙ୍କର ବାତ୍ସଲ୍ୟ ପ୍ରେମ ଟା ସବୁଠୁ ଅଧିକା କୁହାଯାଇଛି। ସେଥିପାଇଁ ମାନେ ଗୋଟେ କଥାରେ କୁହାଯାଏ ଯେ ଜନ୍ମ କଲା ମା ଠାରୁ ପାଳିତ ମା ଟା ହେଲା ଶ୍ରେଷ୍ଠ ବୋଲି। ସେଇ ଜିନିଷଟା କେତେ ଠିକ ଅଛି, ଜଷ୍ଟିଫାଏ? ଆଜ୍ଞା। ଠିକ ଅଛି। ଆପଣ କିଛି ଜିନିଷ ପଚାରିଲେ, ଏଇଟା ତ ଠିକ କଥା ଯେ ପାଳନ ସେ କରିଥିଲେ। ଜନ୍ମ କଲା ମା ବି ସେ, ପାଳନ କଲା ମା ବି ସେ। ବାସୁଦେବ କୃଷ୍ଣଙ୍କୁ ସେ ଜନ୍ମ ଗ୍ରହଣ କରିନଥିଲେ, ସେ କୃଷ୍ଣଙ୍କୁ ଜନ୍ମ ଗ୍ରହଣ କରିଥିଲେ। ଆଉ ଯାହାଙ୍କୁ ଜନ୍ମ ଗ୍ରହଣ କରିଥିଲେ ସେ କେବେ ବ୍ରଜ ଛାଡିକି ଆସିନାହାନ୍ତି। ତ ବିଭିନ୍ନ ପ୍ରକାର ସିଦ୍ଧାନ୍ତ ଅଛି। ଆଉ ଯୋଉଟା ବି କୁହାଯାଏ ଯେ ପାଳନ କର୍ତ୍ତା ମାଙ୍କଠୁ, ସେଇଟା ବି ଠିକ। ସେଇଟାକୁ ସିଦ୍ଧାନ୍ତ ଅନୁସାରେ ବହୁତ ଜିନିଷ ଅଛି। ଆଉ ଗୋଟେ କଣ ପଚାରିଲେ ପ୍ରଥମେ? ହଁ, ବାସୁଦେବ କୃଷ୍ଣ ସେଠି ଯୋଉ କହିଲି ନା ଏବେ, ସେ ପ୍ରଥମେ ବାସୁଦେବଙ୍କ ହୃଦୟରେ ଆସିଲେ। ବାସୁଦେବଙ୍କର ହୃଦୟ କିପରି? ଯୋଉ କୃଷ୍ଣ କନସିୟସନେସ ସବୁବେଳେ, ତାଙ୍କୁ କୁହାଯାଏ ବିଶୁଦ୍ଧ ସତ୍ୱ। ଗୋଟେ ଶୁଦ୍ଧ ତତ୍ତ୍ୱ ଥାଏ, ଗୋଟେ ବିଶୁଦ୍ଧ ସତ୍ୱ ଥାଏ। ଯାହାଙ୍କ ହୃଦୟରେ ବିଶୁଦ୍ଧ ସତ୍ୱ ଥାଏ ସେଠି ଭଗବାନ ଆବିର୍ଭୂତ ହେଇପାରନ୍ତି। ବିଶୁଦ୍ଧ ସତ୍ୱ ମାନେ କଣ? ନା ତାଙ୍କର ମାନେ ହୃଦୟରେ ଭଗବାନଙ୍କୁ ସେବା ଛାଡିକି ଆଉ କିଛି କାମନା ନଥାଏ। ଯେମିତି କିି ଦଶରଥ ମହାରାଜ ରାମଙ୍କର ପିତା ଥିଲେ। କିନ୍ତୁ ତାଙ୍କୁ ଯେତେବେଳେ ବନବାସ ଛାଡିବାକୁ ହେଲା, ସେତେବେଳେ ଦଶରଥ ମହାରାଜ କଣ କଲେ ନା ତାଙ୍କୁ ପଠେଇଦେଲେ। କିନ୍ତୁ ବାସୁଦେବଙ୍କୁ ଯେତେବେଳେ କହିଲେ ଯେ କଂସକୁ କଣ କହିଥିଲେ? ବଚନ ଦେଇଥିଲେ ଯେ ମୁଁ ତୋର ଯେତେ ପୁତ୍ର ଜନ୍ମ ହେବେ ମୁଁ ତମ ଆଣିକି ଦେଇଦେବି। ଦଶରଥ ମହାରାଜ ବଚନ ଦେଇଥିଲେ, କିନ୍ତୁ ବଚନକୁ ପାଳନ କଲେ, ରାମକୁ ଛାଡିଦେଲେ ବନବାସକୁ। ଏଠି ବାସୁଦେବ ମହାରାଜ କଣ କଲେ, ଯୋଉ ନିଜର ବଚନ ଦେଇଥିଲେ କଂସକୁ, ସେ ବଚନ ରକ୍ଷା ବି ନ କରିକି, ମାନେ ଭଗବାନ ଯାହା କଲେ ତାକୁ ପାଳନ କଲେ। ସେ ଯୋଉ ବିଶୁଦ୍ଧ ସତ୍ୱ ଯୋଉଠି ଥାଏ ସେଠି କଣ ହୁଏ, ସେ ଭଗବାନଙ୍କର ବଚନକୁ ହିଁ ପ୍ରାୟୋରିଟି ଦିଅନ୍ତି। ଅବଶ୍ୟ ଏଇଠି କିଛି ଭୁଲ କରିନାହାନ୍ତି, କାହିଁକି ନା ଯେତେବେଳେ ସେ କହିଥିଲେ ଯେ ଯେତେବେଳେ ମୋଠୁ କିଛି ଜନ୍ମ ହେବେ, ମୋର ସପ୍ତମ ଗର୍ଭରେ ଯେ ଜନ୍ମ ହେବେ ମୁଁ ତାଙ୍କୁ ନେଇକି ତୁମକୁ ଦେଇଦେବି। ଏ ତ ଜନ୍ମ ହେଇନାହାନ୍ତି, ଏଟା ଆବିର୍ଭାବ ହେଇଛନ୍ତି, ତେଣୁ ସେ ଭୁଲ କିଛି କହିନାହାନ୍ତି। ଯେତେବେଳେ ବସୁଦେବ ମହାରାଜ ନିଜେ ଜନ୍ମ ହେଇଥିଲେ, ସେତେବେଳେ ସ୍ୱର୍ଗରେ ସବୁ ଦୁନ୍ଦୁଭି ବାଜିଥିଲା ଯେ ବସୁଦେବ କିଏ? ନା ଯାହାଙ୍କ ପାଟିରୁ ଯାହା ବି ବାହାରେ କେବେ ଅସତ୍ୟ ହେଇପାରିବନି, ସବୁବେଳେ ହିଁ ସତ୍ୟ। ସେଥିପାଇଁ ବସୁଦେବ ତାଙ୍କ ନାଁ ଦିଆଯାଇଥିଲା। ତାଙ୍କୁ ଆସିକି ନାଁ ଦେଇଥିଲେ ବସୁଦେବ। ସେ ଜନ୍ମ ହେଲା ବେଳେ ସ୍ୱର୍ଗରେ ଦୁନ୍ଦୁଭି ବାଜିଥିଲା। ଆମର ଯେଠି ଏମିତି ମୃଦଙ୍ଗ ଅଛି, ସେଠି ସ୍ୱର୍ଗରେ ଦୁନ୍ଦୁଭି ଗୋଟେ ଥାଏ। ସ୍ୱର୍ଗରେ ଦେବତା ମାନେ ବି ଆନନ୍ଦିତ ହେଇଯାଇଥିଲେ, ଏଇଭଳିଆ ଜଣେ ପୁରୁଷ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ସେ କେବେ ମିଛ କହନ୍ତିନି। ତାଙ୍କ ହୃଦୟରେ ଯେତେବେଳେ ଭଗବାନ ଆବିର୍ଭାବ ହେଲେ, ହୃଦୟରେ ଆବିର୍ଭାବ, ଆମର ଏଠି କଣ, ଆମର ଜାଗତିକ ଚିନ୍ତାରେ ଆମେ ଚିନ୍ତା କରୁଛେ ଯେ ମାନେ କେମିତି ଜନ୍ମ ଗ୍ରହଣ, କିନ୍ତୁ ଭଗବାନଙ୍କ ଜନ୍ମ ଗ୍ରହଣ ସେଟା ତ ଅଚିନ୍ତ୍ୟ। ଜନ୍ମ କର୍ମ ଚାମେ ଦିବ୍ୟମ୍। ତାଙ୍କର ଜନ୍ମ, ତାଙ୍କର କର୍ମ ସବୁ ଦିବ୍ୟ। ତେଣୁ ସିଏ କଣ କଲେ
ଥିଲେ ବାସୁଦେବଙ୍କ ହୃଦୟକୁ ଟ୍ରାନ୍ସଫର ହେଇଥିଲେ, ଯେମିତି ଆମେ ଗୁରୁଦେବଙ୍କୁ ଶବ୍ଦ ବ୍ରହ୍ମ ଦ୍ୱାରା ଆମ ହୃଦୟ ଦଉଛନ୍ତି ନା କୃଷ୍ଣଙ୍କୁ, ସେମିତି ବାସୁଦେବଙ୍କଠୁ ଦେବକୀଙ୍କ ହୃଦୟକୁ ଆସିଲେ, ହୃଦୟରୁ ଗର୍ଭକୁ ଗଲେ। ତ ସେଇଥିପାଇଁ ତ ଯୋଉ ଦେବତା ମାନେ ବ୍ରହ୍ମାଜୀ ଆସିକି ଯୋଉ ଯୋଉ ଗର୍ଭସ୍ତୁତି କରିଥିଲେ, ଗର୍ଭସ୍ତୁତି ପାଠ ବହୁତ ଅଛି, ଆମର ଯେତେବେଳେ ଭାଗବତ କଥା ହୁଏ ଗର୍ଭସ୍ତୁତି ବିଷୟରେ ବହୁତ ବର୍ଣ୍ଣନା ହୁଏ। ଗର୍ଭସ୍ତୁତି କରିଥିଲେ, ତାପରେ ଗର୍ଭସ୍ତୁତି ପରେ ତାଙ୍କର ଆସ୍ତେ 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 ଯେତେବେଳେ 9 ମାସ ହଉଥିଲା, ତାଙ୍କର ସମୟ ଆସୁଥିଲା, ତାଙ୍କର ତେଜ ସେତେ ବଢି ବଢି ଯାଉଥିଲା, କଂସ ବି ଆସିକି ଡରି ଯାଉଥିଲା। ସେଇଟା ତ ଠିକ କଥା, ସବୁ ଗର୍ଭସ୍ତୁତି କରୁଥିଲେ, ତାଙ୍କ ଗର୍ଭରେ ଥିଲେ, ତାପରେ ସିଏ ପ୍ରକଟ ହେଲେ। ସେଇଟା ଜନ୍ମ ଗ୍ରହଣ କରିଥିଲେ, ନାଡି ଛେଦନ ସଂସ୍କାର ନାହିଁ, ସେଠି ସେ ଆବିର୍ଭାବ ହେଇଥିଲେ। ଗର୍ଭରୁ ସେ ଆବିର୍ଭାବ ହେଇକି ବାହାରକୁ ଆସିଥିଲେ। କୌଣସି ମାନେ ଯେମିତି ଜନ୍ମ ଗ୍ରହଣ କଲେ ନାଡି ଛେଦନ ସଂସ୍କାର ହୁଏ, କୌଣସି ଇଏ ହୁଏ, ସେଇଟା କିଛି ହେଇନି। ଆବିର୍ଭାବ ହେଲେ, ଆବିର୍ଭାବ ହେଲା ପରେ ତାପରେ ତାଙ୍କର ଯୋଉ ଐଶ୍ୱର୍ଯ୍ୟ ଦେଖେଇଥିଲେ, ଐଶ୍ୱର୍ଯ୍ୟ ଦେଖେଇବାର କାରଣ ବି ଏଇଟା, ଯୋଉ 2-3ଟା ପଏଣ୍ଟ ମୁଁ କହିଲି, ଯେ ତାଙ୍କୁ ପୂର୍ବ ଜନ୍ମର କଥା ମନେ ପକେଇଦବାକୁ, ତାଙ୍କର ଭୟ ଦୂର କରିବାକୁ, ଆଉ ତାଙ୍କର ସେ ଯାହା କହିବେ ତାକୁ ଶୁଣିବାକୁ, ବୁଝିପାରିଲେ କି ନାଇଁ। ତାପରେ କିନ୍ତୁ ଯୋଉଠି ଗୋପରେ ଯୋଉ ଜନ୍ମ ଗ୍ରହଣ କରିଥିଲେ, 2ଟା ଜାଗାରେ ପୁରା ସାଇମଲ୍ଟେନିୟସଲି ହେଇଥିଲା। ଏଠି ବି ଆବିର୍ଭାବ ହେଇଥିଲେ, ସେଠି ବି ଜନ୍ମ ଗ୍ରହଣ କରିଥିଲେ। ଗୋପରେ ଯୋଉ ଜନ୍ମ ଗ୍ରହଣ କରିଥିଲେ ସେଠି ନାଡି ସେଦିନ ସଂସ୍କାର ହେଇଥିଲା। ନାଡି ସେଦିନ ସଂସ୍କାର ଯୋଉ ଏମିତି ହୁଏ, ସେ ନାଡି ସଂସ୍କାର ଗୋଟେ ଜାଗା ବି ଅଛି, ଜଣେ ଓଲ୍ଡ ଲେଡି ଆସିକି ତାଙ୍କ ନାଡି ସେଦିନ ସଂସ୍କାର କରିଥିଲେ, ସବୁ ହେଇଥିଲା। ଆଉ ଏଠି ବି ସେ ଗୋଦାନ କରିବାକୁ ସଂକଳ୍ପ ନେଇଥିଲେ, ଯେ ମୁଁ 10,000 ଗୋଦାନ କରିବି, କିନ୍ତୁ ସଂକଳ୍ପ ପୂରଣ କରିପାରି ନଥିଲେ। କିନ୍ତୁ ସେଠି ଗୋକୁଳରେ ଆମର ନନ୍ଦ ମହାରାଜ ତାଙ୍କର ଯେତେ ଗାଈ ଥିଲେ ସମସ୍ତ ସବୁ ଦାନ କରିଥିଲେ। ତାଙ୍କର ସିଂହ ସବୁ ବର୍ଣ୍ଣନା ଅଛି, ସିଂହରେ ସେମିତି ରୂପାର ସୁନାର ଇଏ ଲଗେଇକି, ଖୁରରେ ସବୁ ବାନ୍ଧିକି, ବେକରେ ସବୁ ହାର ପିନ୍ଧେଇକି ସମସ୍ତେ ଗୋଦାନ କରୁଥିଲେ। ଏମିତି ବ୍ରହ୍ମାଜୀ, ଶିବଜୀ ସେମାନେ ବି ଆସୁଥିଲେ ଦର୍ଶନ କରିବାକୁ। ଦେବତା ମାନେ ଆଉ ସବୁଆଡୁ ମୁନିରୁ ସମସ୍ତେ ଆସିକି ଦର୍ଶନ କରୁଥିଲେ, ବ୍ରାହ୍ମଣ ମାନଙ୍କୁ ସେ ଗୋଦାନ କରୁଥିଲେ। ପୁରା ସବୁ ବର୍ଣ୍ଣନା ଅଛି, ତେଣୁ ଯାହା ବର୍ଣ୍ଣନା ଅଛି ସବୁ ଠିକ, କିଛି ଭୁଲ ନୁହଁ। କିନ୍ତୁ ଏଇ ଜିନିଷ ଗୋଟେ ରିଲେଟ କରିପାରିଲେ ହେଲା। ଆମର କେବଳ ଗୌଡୀୟ ବୈଷ୍ଣବ ମାନେ ହିଁ ନାରାୟଣ ଗୋସ୍ୱାମୀ ମହାରାଜ ଆମେ କଣ ବ୍ରଜରେ ଯୋଉଠି ଯୋଉ ନନ୍ଦ ଭବନରେ ଯୋଉଠି କୃଷ୍ଣ ଜନ୍ମଗ୍ରହଣ କରିଥିଲେ, ସେଠିକାର ଯୋଉ ପୂଜାରୀ ଥିଲେ, ସେଠିକାର ଯୋଉ ଇଏ ଥିଲେ, ସେମାନେ ବି ଆସ୍ତେ 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 ଯୋଉ କଥା ଇଏରେ ଆସ୍ତେ ଆସ୍ତେ ସେମାନେ ବି ଭୁଲି ଯାଇଥିଲେ ଯେ କୃଷ୍ଣଙ୍କର ଜନ୍ମ, ସେମାନେ ବି ମାନି ନେଇଥିଲେ ଯେ ମଥୁରାରେ ଜନ୍ମ ହେଇଥିଲେ କୃଷ୍ଣ ବୋଲି। ତାପରେ ନାରାୟଣ ଗୋସ୍ୱାମୀ ମହାରାଜ ଶାସ୍ତ୍ରର ବିଭିନ୍ନ ଏକ୍ସାମ୍ପଲ ଦେଇକି, ପ୍ରୁଫ ଦେଇକି ତାଙ୍କୁ ସେଠି ପ୍ରମାଣିତ କରିଥିଲେ, ମାନେ ଅକାଟ୍ୟ ଯୁକ୍ତି ଦେଇକି, ଯୋଉଟା ଶାସ୍ତ୍ରରେ ବର୍ଣ୍ଣନା ଅଛି, ନାଡି ଛେଦନ ସଂସ୍କାର ଅଛି, ନନ୍ଦଜ ଆତ୍ମଜ ଯୋଉ ସବୁ ଶ୍ଲୋକ ଅଛି, ତାର ସବୁ ମାନେ କଣ, ମାନେ ନନ୍ଦଙ୍କର ଆତ୍ମଜ, ବିଭିନ୍ନ ପ୍ରକାର ଶ୍ଲୋକ ଅଛି ଶାସ୍ତ୍ରରେ, ପୁରା ପ୍ରୁଫ ଅଛି ଯେ ସିଏ ଯୋଉ ଗୋକୁଳରେ ଜନ୍ମ ଗ୍ରହଣ ହିଁ କରିଥିଲେ। ଯୋଉ ଗୋପୀ ଗୀତରେ ଯୋଉ ବର୍ଣ୍ଣନା ଅଛି, ଗୋପୀ ମାନେ ଗୀତ ଗାଉଛନ୍ତି, ବହୁତ ପ୍ରୁଫ ଅଛି। ତାପରେ ସେମାନେ ମାନିଲେ ଯେ ହଁ କୃଷ୍ଣ ଗୋକୁଳରେ ଜନ୍ମଗ୍ରହଣ କରିଥିଲେ। ଏବଂ ସେମାନେ ବି ମାନୁଥିଲେ ଯେ ମଥୁରାରେ କୃଷ୍ଣ ମଥୁରା ଆବିର୍ଭାବ ହେଇଛନ୍ତି, ସେମାନେ ବି ମାନି ନେଇଥିଲେ। ତେଣୁ ଭଗବାନ ଯେତେବେଳେ ଜଣେଇବାକୁ ଚାହିଁବେ, ସେତେବେଳେ ମାନେ ଶାସ୍ତ୍ରର ପ୍ରୁଫ ବି ତୁମକୁ ଦେଖାଯିବ, ନ ଜଣେଇବାକୁ ଚାହିଁଲେ ଶାସ୍ତ୍ର ପ୍ରୁଫ ବି ତୁମକୁ ଦେଖାଯିବନି। ତାପରେ ଶାସ୍ତ୍ର ପ୍ରୁଫ ଦ୍ୱାରା ସମସ୍ତେ ପ୍ରମାଣିତ କରିଥିଲେ, ବୁଝିପାରିଲେ କି ନାଇଁ। ତେଣୁ ଗୌଡୀୟ ବୈଷ୍ଣବ ମାନେ କାହାର ପାଳନ କରନ୍ତି ନା, ଯୋଉ ଯଶୋଦା କୃଷ୍ଣଙ୍କର ଜନ୍ମ ଜନ୍ମଦିନକୁ ଆମେ ପାଳନ କରୁଛୁ ଜନ୍ମାଷ୍ଟମୀ ପାଇଁ, ଜନ୍ମାଷ୍ଟମୀ ରୂପରେ। ସାଧାରଣ ଲୋକମାନେ କୋଉଟା ପାଳନ କରନ୍ତି ନା, ମଥୁରାରେ ଯିଏ ଆବିର୍ଭାବ ହେଇଥିଲେ, ବାସୁଦେବ କୃଷ୍ଣଙ୍କ ଜନ୍ମକୁ ଆବିର୍ଭାବକୁ ସେମାନେ ପାଳନ କରନ୍ତି। ପ୍ରାୟତଃ ଜାଣିନଥାନ୍ତି, ବୁଝିପାରିଲେ କି ନାଇଁ। ଭଗବାନ କାହିଁ ଜନ୍ମଗ୍ରହଣ କରନ୍ତି, ଭଗବାନ କାହିଁ ଧରାଧାମକୁ ଆସନ୍ତି, ଭଗବାନ ତ ସବୁବେଳେ ଆମେ ଯୋଉ ଠାକୁରଙ୍କ ପାଖକୁ, ଭଗବାନ ପାଖକୁ ଯାଉଛେ, ମାଗୁଛେ ନା ମୋର ଏଇଟା ଇଏ କରିଦିଅ, ମୋର ଏଇଟା ଇଏ ଦେଇଦିଅ, କିନ୍ତୁ ଭଗବାନ ଭାବନ୍ତି ଯେ ମତେ କେହି କିଏ ଗୋଟେ ଖାଇବା, ଗୋଟେ ପ୍ରୀତି କରିବା ଲୋକଟେ ଥିବ, ମୋର କିଏ ମଙ୍ଗଳ କରିବା ଲୋକଟେ ଥିବ, ମୋର କିଏ ସବୁବେଳେ ମଙ୍ଗଳ ଚାହୁଁଥିବ, ହୁଁ ମୁଁ ଯାହା ଇଚ୍ଛା କରିବି ତାକୁ ପୂରଣ କରୁଥିବ, ତ ସେମିତି କି ମୋର କିଏ ଗୋଟେ ଥାଆନ୍ତା। ତ ତାଙ୍କର ଇଚ୍ଛାକୁ ପୂରଣ କରିବାକୁ ଭକ୍ତମାନେ କଣ କରନ୍ତି ନା, ଭକ୍ତମାନେ ସଂକଳ୍ପ ନିଅନ୍ତି ଯେ ମୁଁ ଭଗବାନଙ୍କ ସେବା କରିବି। ତ ସେଇ ଭକ୍ତମାନଙ୍କର ସେଇ ଇଚ୍ଛାକୁ ପୂରଣ କରିବାକୁ, ସଂକଳ୍ପ ପୂରଣ କରିବାକୁ ଭଗବାନ ଅଜନ୍ମା ହେଲେ ମଧ୍ୟ ତାଙ୍କର ଭକ୍ତଙ୍କ ପାଖରେ ମାନେ ଜନ୍ମ ଗ୍ରହଣ କରନ୍ତି।
ଆଉ ଯିଏ ନନ୍ଦ ଯଶୋଦା ଥିଲେ ସେମାନେ ତ ତାଙ୍କର ବାପା ମା, ମାନେ ଏମିତି ନୁହଁ ଯେ କୋଉ କଳ୍ପରେ ଇଏ ଆସିଲେ କୋଉ କଳ୍ପରେ ଆଉ ଜଣେ ବାପା ମା ଆସିଲେ, ସେଇଟା ନୁହଁ। ସେଟା ତାଙ୍କର ନିତ୍ୟ ସେ ତାଙ୍କର ପିତାମାତା ନନ୍ଦ ଯଶୋଦା ତାଙ୍କ ଗୋଲୋକ ଧାମରୁ ସବୁ ଯେତେ ଥର ଭଗବାନ ଆସନ୍ତି ଅବତରଣ କରନ୍ତି ତାଙ୍କ ସାଙ୍ଗରେ ସେ ଆସନ୍ତି, ଆସିକି ନିଜର ପିତାମାତା ଲୀଳା ସବୁ କରନ୍ତି, ତାଙ୍କର ପାର୍ଷଦ ମାନେ ଆସନ୍ତି। ଆଉ ଗୋଟେ କଥା କହୁଥିଲେ ଆମର ଜଗବନ୍ଧୁ ପ୍ରଭୁ ଯେ ବଳଦେବ ତତ୍ତ୍ୱ ବିଷୟରେ ଯୋଉ ବିସ୍ତାର କରିଥିଲେ। ବଳଦେବ ତତ୍ତ୍ୱ କଣ ନା ଭଗବାନଙ୍କର ସେବା, ରାଧାରାଣୀ ତ ତାଙ୍କର ହେଲେ ସ୍ୱରୂପ ଶକ୍ତି। ଆଉ ବଳଦେବ ହେଲେ କିଏ? ଭଗବାନ କୃଷ୍ଣଙ୍କର ତିନି ଯୋଉ ସଚିତ ଆନନ୍ଦମୟ, ସତ୍ ଚିତ ଆନନ୍ଦ। ସତରୁ କଣ ସତ୍ଵ, ମାନେ ତାଙ୍କର ଯୋଉ ସମ୍ବିତ ଶକ୍ତି। ଚିତ ମାନେ ହେଲେ ଜ୍ଞାନ ବା ଭାବତା କୁହାଯାଏ, ଯେ ସ୍ୱୟଂ କୃଷ୍ଣ ହେଲେ ତାର ଅଧିଷ୍ଠାତା। ଆନନ୍ଦମୟ ଶକ୍ତି କହିଲେ ରାଧାରାଣୀ। ଏ ସତ୍ ଶକ୍ତି ଯିଏ ବଳରାମ, ଯିଏ ବଳରାମ ତତ୍ତ୍ୱ, ସିଏ ଏଇଟା କଲ୍ୟାଣୀ ମାତା जी ଥରେ କୋଶ୍ଚିନ୍ ପଚାରୁଥିଲେ ବଳଦେବ ତତ୍ତ୍ୱ ବିଷୟରେ ଭୁବନେଶ୍ୱର ସେଣ୍ଟରରେ, ଭଲସେ ଶୁଣି ଦିଅନ୍ତୁ। ସେ କଣ କରନ୍ତି, ସେ ବିସ୍ତାର ହେଇକି ନିଜେ ବିସ୍ତାରିତ ହେଇକି ଯୋଉ ପଞ୍ଚ ରୂପେ ଚୈତନ୍ୟ, ଯୋଉ ଚୈତନ୍ୟ ଚରିତାମୃତ କୁହାଯାଇଛି ନା, ପାଞ୍ଚଟା ରୂପରେ ହୁଁ ସନ୍ଦିନୀ ଶକ୍ତି ମାନେ ଅସ୍ତିତ୍ୱ ଯୋଉଟା କୁହାଯାଏ, ପାଞ୍ଚଟା ରୂପରେ ଭଗବାନଙ୍କ ସେବା କରନ୍ତି। ତ ତାଙ୍କର ରାଇଟ ସାଇଡ ରୁ କିଏ ଆସିଲେ? ବଳରାମ ଆସିଲେ। ତ ବଳରାମ କଣ କଲେ? ବିସ୍ତାର କଲେ। ବିସ୍ତାର କରିକି ଭଗବାନଙ୍କର ସେବା କରନ୍ତି। କେମିତି ନା, ଯୋଉ ଯିଏ ବ୍ରଜରେ ଯିଏ ବଳରାମ ଅଛନ୍ତି ସିଏ ହେଲେ ମୂଳ ବଳରାମ। ଯେତେବେଳେ ମଥୁରାରେ ବଳରାମ ଯିଏ ହେଲେ ତାଙ୍କୁ କୁହାଯାଏ ମୂଳ ସଂକର୍ଷଣ। ତାଙ୍କୁ କର୍ଷଣ କରିଥିଲେ ଯେତେବେଳେ ଦେବକୀଙ୍କ ଗର୍ଭରେ 6 ମାସରେ ଥିଲେ। ତାପରେ 6 ମାସରୁ ଆସିକି ରୋହିଣୀଙ୍କ ଗର୍ଭକୁ ଆସିଥିଲେ। ସିଏ ହେଲେ ମଥୁରାର, ସିଏ ହେଲେ ମୂଳ ସଂକର୍ଷଣ, କର୍ଷଣ ହେଇକି ଆସିକି ମୂଳ ବଳଦେବଙ୍କ ଭିତରେ ରୋହିଣୀଙ୍କ ଗର୍ଭରେ ପୁଣି ମିଶି ଯାଇଥିଲେ। ଯେ ବଳରାମ ଥିଲେ ତାଙ୍କ ଭିତରେ ମିଶି ଯାଇଥିଲେ। ତ 8, 6, 14 ମାସରେ ସେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣଙ୍କଠୁ 8 ଦିନ 6 ଦିନ ବଡ ସିଏ। ତ ସିଏ ଯେତେବେଳେ ପଳେଇଲେ ମଥୁରାକୁ, ତ ତାଙ୍କର ସେ ଯୋଉ କିଏ ପଳେଇଲେ? ମୂଳ ସଂକର୍ଷଣ ପଳେଇଲେ, କିନ୍ତୁ ମୂଳ ବଳରାମ ଯେ ସେ ବ୍ରଜରେ ହିଁ ରହିଲେ। ମୂଳ କୃଷ୍ଣ, ମୂଳ ବଳରାମ ସ୍ୱସ୍ୱରୂପରେ ବ୍ରଜରେ ହିଁ ରହିଲେ। ସେଥିପାଇଁ କୁହାଯାଏ ନା, କୃଷ୍ଣ ବୃନ୍ଦାବନକୁ ଛାଡିକି ଗୋଟେ ପାଦ ବି ଯାଆନ୍ତିନି। ତାପରେ ତେଣୁ ବାସୁଦେବ ଆଉ ମଥୁରା ଯେତେବେଳେ ବଳରାମ ପଳେଇଲେ, ସେ ତାଙ୍କୁ କୁହାଯାଏ ମୂଳ ସଂକର୍ଷଣ। ସେ ମୂଳ ସଂକର୍ଷଣ ପୁଣି ବିସ୍ତାର କଲେ। ତାଙ୍କର ବିସ୍ତାର ହେଇକି କଣ ମହାସଂକର୍ଷଣ, ଯିଏ ଯୋଉ ଆମର ଗୋଲୋକ, ଇଏ ଯୋଉ ଆମର କଣ ବୈକୁଣ୍ଠ ଧାମରେ ଯିଏ ଅଛନ୍ତି, ତାପରେ ସେଠି ବିସ୍ତାର ହେଲେ, ତାଙ୍କୁ କୁହାଯାଏ ମୂଳ ସଂକର୍ଷଣ। ମୂଳ ସଂକର୍ଷଣ ପୁଣି ବିସ୍ତାର କଲେ କଣ? କାରଣ ଗୋସାଇ, କ୍ଷୀରୋଦ ଗୋସାଇ, ପର୍ବତ ଗୋସାଇ, ବିଷ୍ଣୁ। ତାପରେ ଶେଷ, ଯିଏ ସବୁ ଜିନିଷକୁ ଧରିକି ନିଜ ଇଏରେ ରଖିଛନ୍ତି। ଏଇଭଳିଆ ବିସ୍ତାରିତ ଭଗବାନଙ୍କ ସେବା କଲେ। କାରଣ ଗୋସାଇ କିଏ? କାରଣ ଗୋସାଇ ହେଲେ ଯିଏ ଅନନ୍ତ ଶୟନରେ ଯୋଉ ଶୟନ କରିଛନ୍ତି, କାରଣ ସମୁଦ୍ରରେ ଶୟନ କରିକି ତାଙ୍କର ଲୋମକୂପରୁ ଅନନ୍ତ ବ୍ରହ୍ମାଣ୍ଡ ବାହାରୁଛି। ତାପରେ ଗର୍ଭୋଦଶାଇ କିଏ? ନା ସେ ଯୋଉ ଅନନ୍ତ ବ୍ରହ୍ମାଣ୍ଡ ବାହାରିଲା, ସେ ପ୍ରତି ବ୍ରହ୍ମାଣ୍ଡ ଭିତରେ ପ୍ରବେଶ କରିକି ସେ ବ୍ରହ୍ମାଣ୍ଡକୁ ପୁଣି ତାକୁ ଶକ୍ତି ସଞ୍ଚାର କରିକି ଜୀବିତ କରୁଛନ୍ତି। ତାଙ୍କ ନାଭି କମଳରୁ ପୁଣି ବ୍ରହ୍ମା ବାହାରୁଛନ୍ତି। ଯୋଉ କମଳର ଯୋଉ ଅଛି, ସେ କମଳ ଭିତରେ ପୁଣି 14 ବ୍ରହ୍ମାଣ୍ଡ ପୁଣି ସୃଷ୍ଟି ହଉଛି। ତାପରେ କ୍ଷୀରୋଦସାଇ ହେଇକି ସେ ପ୍ରତି ଜୀବ ଭିତରେ ପୁଣି ପ୍ରବେଶ କରୁଛନ୍ତି। ଆଉ ଅନନ୍ତ ଶୀର୍ଷ କିଏ? ଅନନ୍ତ ଶୀର୍ଷ ଯିଏ ସବୁ ଯାକ ଜିନିଷକୁ ନିଜ ମୁଣ୍ଡରେ ବହନ କରିଛନ୍ତି। ଏଇଟା ତ ତାଙ୍କର ସେକେଣ୍ଡାରୀ ସେବା। ମୂଳ ସେବା ହେଲା କଣ? ସେ ମାନେ ପ୍ରତି ଇଏରେ ଯୋଉ ମୁଖରେ ସେ ଭଗବାନଙ୍କର ଲୀଳା ଗାନ କରୁଛନ୍ତି। ତ ଏଇଭଳିଆ ସେ ବିସ୍ତାରିତ ହେଇକି, ବଳରାମ ବିସ୍ତାରିତ ହେଇକି ଭଗବାନଙ୍କ ସେବା କରନ୍ତି। ହୁଁ, ଏଇ ଜିନିଷଟା କହିଥିଲେ। ଆଉ କଣ କହିଥିଲେ? ଏତିକି ତ ଡିସ୍କସନ କରିଥିଲେ। ପ୍ରଭାତୀ ମାତାଜୀ କଣ ପଚାରୁଥିଲେ? କାଲି ଯଦି ପ୍ରଭୁଜୀ ଆମର କୀର୍ତ୍ତନ କ୍ଲାସ କରିବେ ତାହେଲେ ଭଲ। ଯଦି ନ କରିବେ ତାହେଲେ ଆପଣ ମାନେ ପ୍ରସ୍ତୁତ ହେଇକି ଆସିଥିବେ, 5 ମିନିଟ୍ ଲେଖା କହିବେ। ଗୋଟେ ଗଲେ ପ୍ରଭାତୀ ମାତାଜୀ ପଳେଇଲେ କି? ଲେଫ୍ଟ ହେଇଯାଇଛନ୍ତି ବୋଧେ।
ଠିକ ଅଛି। ଆଜି ଟାଇମ ହେଇଛି, ତେଣୁ ୟା ପରେ ଆମେ ପରେ ଡିସ୍କସନ କରିବା ଏସବୁ ଜିନିଷ ଯୋଉଟା କି ଆମର ଗୌଡୀୟ ବିଚାରଧାରା ଅନୁସାରେ ସବୁ ଡିସ୍କସନ ହୁଏ, ଆଲୋଚନା ହୁଏ। ଆଲୋଚନା କରିବା, ଛୋଟ ଛୋଟ ଜିନିଷ ଡାଉଟରେ ଯୋଉ ଆମ ମନ ଭିତରେ ରହୁଛି ତାକୁ କ୍ଲିୟର କରିବା ନିହାତି ଦରକାର। କୃଷ୍ଣ କୋଉଠି ଜନ୍ମଗ୍ରହଣ କରିଥିଲେ, ଫଣ୍ଡାମେଣ୍ଟାଲ। ହରେ କୃଷ୍ଣ ରହୁଛି। ପ୍ରଭୁଜୀ ମାନେ ମୁଁ ବୁଝିପାରିଲି, ଯୋଉ ଆପଣ କହିଲେ ବଳଦେବଙ୍କର ଅବତାର ଦିଟା, ମଥୁରାରେ ଗୋଟେ ଅବତାର ନେଲେ, ପୁଣି ବୃନ୍ଦାବନରେ ଗୋଟେ ଅବତାର ନେଲେ, ସେଇଟା ମାନେ ବୁଝିପାରିଲି। ଯେମିତି କୃଷ୍ଣଙ୍କର ଏଠି ଜନ୍ମଗ୍ରହଣ, ଏଠି ଆବିର୍ଭାବ ହେଇଥିଲେ ଆଜ୍ଞା ବାସୁଦେବ ହିସାବରେ। ପୁଣି ଆଜ୍ଞା ଏଠି ବି ଆମର ଯୋଉ ବ୍ରଜରେ ଗୋକୁଳରେ ବି ଜନ୍ମଗ୍ରହଣ କରିଥିଲେ। ଯେତେବେଳେ ସେଟା ବାସୁଦେବ କଣ କଲେ, ତାଙ୍କୁ ନେଇକି ଗଲେ ବସୁଦେବ କୃଷ୍ଣଙ୍କୁ, ସେ ମୂଳ କୃଷ୍ଣରେ ମିଶିଗଲେ। ଆଜ୍ଞା ମିଶିଗଲେ ନା, ତ ସେଇଭଳିଆ ଯେତେବେଳେ ଦେବକୀଙ୍କ ଗର୍ଭରେ ଷଷ୍ଠତମ ସମୟରେ ସେ ତାଙ୍କୁ ଯୋଗମାୟା କଣ କଲେ, କର୍ଷଣ କରିକି ନେଇକି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ। ରୋହିଣୀଙ୍କ ଗର୍ଭରେ ବି ବଳରାମ ଥିଲେ। ଯେ ରୋହିଣୀଙ୍କ ଗର୍ଭରେ ଯୋଉ ବଳରାମ ଥିଲେ, ସେ ହେଲେ ମୂଳ ବଳରାମ। ଆଜ୍ଞା ସିଏ ବି ସେଠି ମିଶି ଯାଇଥିଲେ ମୂଳ ବଳରାମଙ୍କ ସାଥିରେ। ସେ ଯୋଉ ଦେବକୀଙ୍କ ଗର୍ଭରେ ଯୋଉ ବଳରାମ ଥିଲେ, ସେ ମିଶି ଯାଇଥିଲେ। ଆଉ ତାଙ୍କୁ ଦେବକୀଙ୍କ ଗର୍ଭରେ ଯୋଉ ବଳରାମ ଥିଲେ, ସେ ମୂଳ ବଳରାମ ନୁହଁ, ସିଏ ଥିଲେ ଅଂଶ ବଳରାମ, ବଳରାମଙ୍କର ଅଂଶ, ଯାହାକୁ କୁହାଯାଏ ମୂଳ ଶଙ୍କର୍ଷଣ। ମଥୁରାରେ ଯୋଉ ଦେବକୀ, ଥାନ୍ତି ନା ଆମର, କଣ ହେଲା? ଆଜ୍ଞା ଦେବକୀଙ୍କ ଗର୍ଭରେ ଯୋଉ ଥିଲେ ସେଟା କଣ ତାଙ୍କର ଅଂଶ ଥିଲା ପ୍ରଭୁ? ହୁଁ, ବଳରାମ ସିଏ ହେଲେ ଶଙ୍କର୍ଷଣ ଥିଲେ, ମୂଳ ଶଙ୍କର୍ଷଣ ଯାହା କୁହାଯାଏ, ସିଏ ଥିଲେ ଦେବକୀଙ୍କ ଗର୍ଭରେ। ଆଜ୍ଞା ଯେମିତି ବାସୁଦେବ ଥିଲେ ଦେବକୀଙ୍କ ଗର୍ଭରେ, ସେମିତି ମୂଳ ଶଙ୍କର୍ଷଣ ଥିଲେ ଦେବକୀଙ୍କ ଗର୍ଭରେ, ବଳରାମଙ୍କ ଅଂଶ। ସେ କର୍ଷଣ କରିକି ନେଇକି ମୂଳ ବଳରାମ, ରୋହିଣୀଙ୍କ ଗର୍ଭରେ ଯୋଉ ମୂଳ ବଳରାମ ଥିଲେ, ସେଠି ଯାଇକି ସେ ମିଶିଥିଲେ। ଆଜ୍ଞା ବୁଝିପାରିଲେ? ଆଜ୍ଞା ଆଜ୍ଞା। ଠିକ ଅଛି। ପ୍ରଭାତୀ ମାତାଜୀ କଣ କହୁଛନ୍ତି? ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ ପ୍ରଣାମ। ଦେଖୁନ। ମୁଁ କହିଲି କି ପ୍ରଭୁଜୀ, ମୁଁ ତ ଜାଣିଛି ଯେ ଯଶୋଦାଙ୍କ ଗର୍ଭରୁ କୃଷ୍ଣ ଜନ୍ମ ବୋଲି, କିନ୍ତୁ ଯୋଗମାୟା କେମିତି ଆବିର୍ଭାବ ହେଲେ ସେଇଟା ଜାଣିନଥିଲି, ତ ଟିକେ ବୁଝିବେଲି। ଦି ଜଣ ଜନ୍ମଗ୍ରହଣ କରିଥିଲେ ବା, ଯାଆଁଳା ହିସାବରେ। ଓହୋ ଯୋଗମାୟା ଅଳ୍ପ କିଛି ସମୟ ସାନ ଥିଲେ, କୃଷ୍ଣ ବଡ ଥିଲେ, ତେଣୁ ତାଙ୍କୁ ସାନ ଭଉଣୀ ବୋଲି କୁହାଯାଏ। ଦି ଜଣ ଯାଆଁଳା ଯେମିତି ଜନ୍ମଗ୍ରହଣ କରନ୍ତି, ସେମିତି ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଯେତେବେଳେ ବାସୁଦେବ ଆସିଲେ, ସେ କେବଳ ଝିଅକୁ ହିଁ ଦେଖିପାରୁଥିଲେ, ମାନେ ଯୋଗମାୟାକୁ ଦେଖିପାରୁଥିଲେ। ଯୋଗମାୟାଙ୍କ ପ୍ରଭାବରେ ସେ କୃଷ୍ଣଙ୍କୁ ଦେଖି ପାରୁନଥିଲେ। ହଁ ବୁଝିପାରିଲେ କି ନାଇଁ? ତେଣୁ ସିଏ ଭାବିଲେ ଯେ କଣ, ଯୋଗମାୟାଙ୍କୁ ନେଇକି ଗଲେ, କିନ୍ତୁ ସେଠି କୃଷ୍ଣ ବି ଥିଲେ। ତେଣୁ ସିଏ ଯେତେବେଳେ ଆଣିକି ତାଙ୍କ ବାସୁଦେବ କୃଷ୍ଣଙ୍କୁ ସ୍ଥାପନ କଲେ, ସେ ସେଠି ମିଶି ଯାଇଥିଲେ। ଶାସ୍ତ୍ରରେ ପ୍ରମାଣ ଅଛି, ମାନେ ଶାସ୍ତ୍ର ବିଷୟରେ କୁହାଯାଇଛି। ଯାଆଁଳାକୁ ସେ ଜନ୍ମଗ୍ରହଣ କରିଥିଲେ। ହଁ ପ୍ରଭୁ। ବୁଝିପାରିଲେ ତ? ଆଉ ପ୍ରଭୁ କାଲି ପୁରୀ ଯାଇନାହାନ୍ତି ଆପଣ? ଖୋଜୁଥିଲୁ ଆମେ ପୁରୀରେ। ପୁରୀ ନା ଯାଇପାରିନଥିଲି ଆଉ। ହଁ ସମସ୍ତେ ଖୋଜିଲେ, ମୁଁ କହିଲି କାଲିଠୁ ପଳେଇ ଆସିଲେଣି ପ୍ରଭୁ, ଥିବେ କୋଉ ରୁମ ରେ, ଆଉ ଦେଖିଲା ବେଳକୁ ଆପଣ ନାହାନ୍ତି। ଆଉ ଟିକେ କାମ ଥିଲା ତ ଅଫିସରେ। ହରେ କୃଷ୍ଣ ହଁ। ଠିକ ଅଛି, ହରେ କୃଷ୍ଣ। ଏଇ କ୍ଲାସକୁ ଏଇଠି ରଖିବା। କାଲି ଯଦି କୀର୍ତ୍ତନ କ୍ଲାସ ରହୁଛି କରିବେ, ଯଦି ନ କରିବେ ତାହେଲେ ଆପଣ ମାନେ ସବୁ କିଛି କିଛି 5 ମିନିଟ ଲେଖେ, ଯେମିତି ଜନ୍ମ ଗ୍ରହଣ କେମିତି କଲେ, କେମିତି ଏଠିକି ଆସିଲେ, ତାଙ୍କର ଭଗବାନଙ୍କର ଜନ୍ମାଷ୍ଟମୀ ବିଷୟରେ 5 5 ମିନିଟ କହିବେ ଆଉ। ଠିକ ଅଛି, ଯଦି ପ୍ରଭୁଜୀ କ୍ଲାସ ନ କରିବେ ତାହେଲେ। ଆଉ ସୋମବାରେ ଆଉ ମଙ୍ଗଳବାରେ ମହାରାଜ ଜନ୍ମାଷ୍ଟମୀ ବିଷୟରେ କଥା କରିବେ। ହରେ କୃଷ୍ଣ। ମୋ ଚାର୍ଜ ସରିଗଲାଣି, ଆଉ 4% ଅଛି, ସମୟ ବି ହେଇଗଲାଣି। ତେଣୁ ଆଉ ଯାହା ଡିସ୍କସନ କାଲି କରିବା। ମତେ ଫୋନ କରିଦେବେ।